କ୍ୟାଡର ଏପିବି ଜେଏମଏଫସି ବସ୍ତା ବାଲେଶ୍ୱର। ଏଇଟା 12 ବର୍ଷ ତଳେ ଗୋଟେ ଘଟଣା ଘଟିଥିଲା। ବସ୍ତା ପିଏସ୍ କେସ୍ ନମ୍ବର 211/14 ଏବଂ 212/14 ମୂଳରେ ଦୁଇଟି କେସ୍ ରେଜିଷ୍ଟ୍ରି ହେଇଥିଲା। ଫାଇଟ୍ ସିଟି ନମ୍ବର 2296/14 ଆଣ୍ଡ 2297/14। ଏହି କେସ୍ରେ 2296ରେ 10 ଜଣ ମୁଦଲା ଥିଲେ ଏବଂ 2297ରେ 6 ଜଣ ମୁଦଲା ଥିଲେ, ଯାହାକୁ ମାନନୀୟ ଜେଏମଏଫସି ବସ୍ତା ମିସ୍ ସିଲଭାସା ବଡ଼ଜେନା ଆଜି ସେକ୍ସନ 341 ଆଇପିସି ଏବଂ 323 ଆଇପିସିରେ ଦଣ୍ଡ ବିଧାନ କରିଛନ୍ତି। 2296/14ରେ ପ୍ରତ୍ୟେକଙ୍କୁ 1500 ଲେଖା ହିସାବରେ 10 ଜଣ ମୁଦଲାଙ୍କୁ 15,000 ଟଙ୍କା ଏବଂ 2297ରେ 6 ଜଣ ମୁଦଲାଙ୍କୁ ପ୍ରତ୍ୟେକଙ୍କୁ 1500 ହିସାବରେ 9,000 ଟଙ୍କାରେ ଦଣ୍ଡିତ କରିଛନ୍ତି। ପ୍ରଥମ ଥର ଗୋଟେ ସିଙ୍ଗଲ ଡେରେ କେସ୍ କାଉଣ୍ଟର କେସ୍ରେ ଦଣ୍ଡ ହେବା ଏଇଟା ବହୁତ ବିରଳ ଘଟଣା। ଗୋଟେ ପ୍ରଥମ ଥର ଲାଗି ଆଜି ହେଇଛି। କ୍ରିମିନାଲ ଆଣ୍ଟିସିଡେଣ୍ଟ ତାଙ୍କୁ ମଗା ହେଇଥିଲା। ଗୋଟେ ଥିଲା 2297 କେସ୍ରେ ତାଙ୍କ ନାଁ ବିଶ୍ୱନାଥ ରାଉଳ, ଯେ ତାଙ୍କ ନାଁଟା ଥିଲା, କିନ୍ତୁ ସେଇଟା ସେ ଆକ୍ୟୁଟାଲ ହେଇଛନ୍ତି ଆଗରୁ, ତ ତାଙ୍କର ପୂର୍ବ କିଛି କ୍ରିମିନାଲ ଆଣ୍ଟିସିଡେଣ୍ଟ ନାହିଁ ତାଙ୍କ ନାଁ। ଅନ୍ୟମାନ ଫ୍ରେସର୍ସ।